ନମସ୍କାର, ମୁଁ ପ୍ରଶାନ୍ତ ଆପଣମାନଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଯଦି ଆମ ଚ୍ୟାନେଲରେ ଆପଣ ନୂଆ ଆସିଛନ୍ତି ତାହେଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟିଏ ଲାଇକ୍ ଓ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପ୍ରଥମ ଖବର, କଣ୍ଟ ପୁରୁଛି, ମାଓବାଦୀଙ୍କର ଭୟ ବଢୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା କଣ୍ଟ ଧୀରେ ଧୀରେ ପୁରିବାକୁ ବସିଲାଣି। ଆଉ ମାତ୍ର 4.5 ମାସ ପରେ ଆତ୍ମସମର୍ପଣ କରିନଥିବା ମାଓବାଦୀଙ୍କ ବିରୋଧରେ ସରକାର ଏବଂ ସୁରକ୍ଷା ବାହିନୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। କେନ୍ଦ୍ରର ଏହି ଚେତାବନୀ ଯୋଗୁଁ ମାଓବାଦୀମାନେ ଭୟଭୀତ ହେବାରେ ଲାଗିଲେଣି। ଗତ ମାସରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି ମାଓ ଦମ୍ପତି ପୋଲିସ ନିକଟରେ ହାଜର ହୋଇ ଅସ୍ତ୍ର ପରିତ୍ୟାଗ କରିଛନ୍ତି। ପରବର୍ତ୍ତୀ ଖବର, ଭାରତରେ ଖୁବ୍ ଶୀଘ୍ର ଚାଲିବ ବୁଲେଟ୍ ଟ୍ରେନ୍। ଭାରତର ରେଳ ଚଳାଚଳରେ ଖୁବ୍ ଶୀଘ୍ର ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ମୁମ୍ବାଇ ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରର କାମ ଦ୍ରୁତ ଗତିରେ ଚାଲିଛି। ଏହି କରିଡରର ପ୍ରାୟ 508 କିଲୋମିଟର ଲମ୍ବା। ବିହାରରେ ଏକ ବିରାଟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସୁରତ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ଖବର, ପୁଅ ଜନ୍ମ ନ ହେବାରୁ ମା ସହିତ 5 ଝିଅ ଗଲେ ସୁଧାର କେନ୍ଦ୍ର। ତୁ ମତେ ପୁଅ ଦେଇପାରୁନୁ, ଏହି ଘରେ ରହିବାର ଅଧିକାର ତୋର ନାହିଁ। ପଞ୍ଚମ ଝିଅ ଜନ୍ମ ପରେ ସ୍ୱାମୀ ଆକ୍ରୋଶ ଶିକାର ହେଲେ ମା। ମାଡ଼ ମାରି ଘରୁ ବାହାର କରିଦେଲେ। ମାତ୍ର 15 ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ 4 ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଲେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୁରୁଗା ଗ୍ରାମରେ। ପରବର୍ତ୍ତୀ ଖବର, ଭର୍ତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହକୁ ନେଇ ବାପାଙ୍କୁ କଲେ ହତ୍ୟା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବରିଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜନ୍ମ କଲା ବାପାଙ୍କୁ ହତ୍ୟା କଲା ପୁଅ। ମୃତକ ଗ୍ରାମର ପଦ୍ମନାଭ ସାହୁ ହୋଇଥିବା ବେଳେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ହତ୍ୟାକାରୀ ପୁଅ ଅଟକ। ଭର୍ତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା। ପରେ ତାହା ଉଗ୍ର ରୂପ ନେବା ସହ ଛୁରୀ ଭୁଷି ଓ ପିଟି ବାପାକୁ ହତ୍ୟା କଲା ପୁଅ। ହତ୍ୟା ଘଟଣା ନେଇ ମୃତକଙ୍କ ବଡ଼ ପୁଅ ଥାନା ଅଭିଯୋଗ ପରେ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ। ଅନ୍ୟପଟେ ପୂର୍ବରୁ ବଡ଼ ଭାଇଙ୍କୁ ମଧ୍ୟ ମାଡ଼ ମାରି ରମେଶ ଗୁରୁତର କରିଥିବାର ଅଭିଯୋଗ ହୋଇଛି। ପରବର୍ତ୍ତୀ ଖବର, ଶୀତରେ ଥରୁଛି ସାରା ରାଜ୍ୟ। ଆହୁରି 2 ଦିନ ପର୍ଯ୍ୟନ୍ତ ଲାଗି ରହିବ। ଏବେ କିଛି ଦିନ ଧରି ସାରା ରାଜ୍ୟରେ ଲାଗି ରହିଛି ଶୀତର ପ୍ରକୋପ। ଦିନ ବେଳା ମଧ୍ୟ ଏହି ଶୀତରୁ ଛାଡ଼ି ପାଇ ନାହିଁ। ରାତିରେ ଏହା ଆହୁରି ପ୍ରବଳ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଏହିପରି ଶୀତ ଆହୁରି 2 ଦିନ ଧରି ଲାଗି ରହିବ। ମଙ୍ଗଳବାର ପରେ ଦିନର ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ଏମିତି ବି ଆସେ ମୃତ୍ୟୁ। ରୋଗୀ ଦେଖୁ ଦେଖୁ ଚାଲିଗଲା ଡାକ୍ତରଙ୍କ ଜୀବନ। ଓପିଡିରେ ରୋଗୀ ଦେଖୁ ଦେଖୁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ ରୋଗୀ ଦେଖିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ତେବେ ବାଲେଶ୍ୱର ମେଡିକାଲରେ ଡାକ୍ତରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ପରବର୍ତ୍ତୀ ଖବର, ପୁଣି ଖୋଲିଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ। ଘୋଷଣା କଲେ ଡିଏମଆରସି। ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ୱିଟ୍ ଘୋଷଣା କରିଛନ୍ତି। ଗେଟ୍ 2 ଏବଂ 3 ଗତକାଲି ଖୋଲାଯାଇଥିବା ବେଳେ ଗେଟ୍ 1 ଏବଂ 4 ଆଜି ଖୋଲାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଲୁଚି ରହିଥିଲେ ବାଂଲାଦେଶୀ। ପୋଲିସ ଚଢ଼ାଉ କରିବାରୁ ଧରାପଡ଼ିଲେ 30ରୁ ଅଧିକ। ଓଡ଼ିଶାରେ ଲୁଚି ରହିଥିଲେ ଏକାଧିକ ବାଂଲାଦେଶୀ। ଚଢ଼ାଉ କରି ଧରିନେଲା ପୋଲିସ। 2 ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ। ଜଗତସିଂହପୁର ଅନ୍ତର୍ଗତ ସଦର ଥାନା ବେହେରାମପୁର ବସ୍ତିରେ ପୋଲିସ ରେଡ୍ କରିବା ପରେ ସେଠାରେ ଅନେକ ବାଂଲାଦେଶୀ ରହୁଥିବା ପୋଲିସ ଜାଣିପାରିଛି। ଚଢ଼ାଉ ହୋଇଥିବା ବେଳେ 10 ଜଣ ଘଟଣାସ୍ଥଳରୁ କୁଆଡ଼େ ଫେରାର ହୋଇଯାଇଥିବା କୁହାଯାଉଛି। 2 ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ଭଡ଼ାଘରେ 30ରୁ ଅଧିକ ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ 2 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗୋଟିଏ ବନ୍ଧୁକ ସହ 5ଟି ଆନ୍ଧ୍ରପ୍ରଦେଶର କଟୁରୀ ତାଙ୍କ ପାଖରେ ଥିବା ଧରାପଡ଼ିଛି। ଅଧିକ ତଦନ୍ତ କରୁଛି ପୋଲିସ। ଘଟଣାସ୍ଥଳରେ ଏବେ ବି ଚାଲିଛି ତନାଘନା। ପରବର୍ତ୍ତୀ ଖବର, ବଳଦେବ ଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ। ଶ୍ରୀକ୍ଷେତ୍ର ମନ୍ଦିର ଭଳି ତୁଳସୀ କ୍ଷେତ୍ର ଶ୍ରୀ ବଳଦେବ ଜୀଉ ପରିକ୍ରମା ପ୍ରକଳ୍ପ ହେବ। ଶ୍ରୀ ବଳଦେବ ଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମିତ
ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ରାଜ୍ୟ ସରକାର ପ୍ରାୟ 100 କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ବଳଦେବ ଜୀଉ ପରିକ୍ରମା ପ୍ରକଳ୍ପ ନେଇ ଆଜି ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।